ଜୟ ସିଆରାମ ସାଙ୍ଗମାନେ। ତ ଆପଣମାନେ କେମିତି ଅଛନ୍ତି? ଆପଣମାନେ ଭଲରେ ଥିବେ, ମୁଁ ବି ଭଲ ଅଛି। ତ ମୁଁ ସକାଳୁ ସକାଳୁ ଉଠି ପଡ଼ିଲି। ଆଜି ରବିବାର ଯେହେତୁ ଥିଲା, ରବିବାର ଯେ ହଲିଡ଼େ। ତାପରେ ମୁଁ ଟିକେ ଆସିକି ଟିକେ ପାଠ ପଢ଼ାପଢ଼ି ବି କରିଦେଲି। ଯେହେତୁ ରବିବାର ନୁହେଁ, ଏଟା ହେଉଛି ପାଠପଢ଼ା ଡେ। ତାପରେ ପାଠ କିଛି ସମୟ ଟିକେ ବସିକି ପଢ଼ିଲି। ତାପରେ ପାଠ ପଢ଼ିକି ତାପରେ ମାନେ ମୋ ମାଆ ଆସିବା ପାଇଁ ଆଉ ମାତ୍ର ରହିଲା 4 ଦିନ। ତ ମୋର ମନ ବି ବହୁତ ମାନେ ଖୁସି ଅଛି। ତ ତାପରେ ମୁଁ ଟିକେ ଶୋଇପଡ଼ିଲି ଆସିକି। ତାପରେ ଉଠି ବାହାରି ଆସିଥିଲି ଖେଳିବା ପାଇଁ। ତାପରେ ଦେଖିପାରୁଥିବେ ରାସ୍ତାରେ ଯାଉଛି ତ ମେଘ ବି ଉଠେଇଛି ଟିକେ ଟିକେ। ତାପରେ ମୁଁ ବାହାରିଗଲି ଖେଳିବା ପାଇଁ। ତାପରେ ମୁଁ ବାହାରିଗଲି ଧାନ ନେଇକି ଭାଙ୍ଗିତେ। ତ ଆମର ହଲର ତ ଅଛି, ଆପଣମାନେ ଶୁଣିଥିବେ ହଲର। ତ ଆମ ଗାଁ ମଝା ମଝିରେ ତ ଅଛି, ମୁଁ ଯେଉଁ ଦେଖିଥିଲି ଦୁର୍ଗା ମଣ୍ଡପ ସେଇଠି ଅଛି। ତାପରେ ମୁଁ ସେଇଠି ନେଇଗଲି। ଦେଖିପାରୁଥିବେ ମୁଁ ଆଉ ମୋର ଦାଦା ତାଙ୍କ ପୁଅ ଯାଇଥିଲୁ। ଆଉ ସେ କୁଣ୍ଡା ପୁରେଇଲା, ମୁଁ ଧାନ ପୁରେଇଲି। ତାପରେ ଦେଖିପାରୁଥିବେ କୋଉର ମେଘ ଉଠେଇକି ଆସିଲାଣି। ତାପରେ ଆସି ଘରେ ପହଞ୍ଚତେ ପହଞ୍ଚତେ ମେଘ ବି ପକେଇଲା ଠୋପେ ଠୋପେ। ଜୋରସେ ମେଘ ହେଲା। ତ ନିହାତି ଭାବରେ ରହୁଛି। ଆଜି ଲାଇନ୍ ବି ନାହିଁ। ତ ନିହାତି ଭାବରେ ରହୁଛି। ଲାଇକ୍ କରିଦେବେ, ସେୟାର କରିଦେବେ, ସବସ୍କ୍ରାଇବ୍ କରିଦେବେ। ରହୁଛି।